ସାଙ୍ଗମାନେ ଏବେ ଇଲେକ୍ଟ୍ରିକ୍ କାର୍ ଗୁଡ଼ାକ ଜଳି ଯାଉଛି। ତ ଆମ ସାଙ୍ଗମାନଙ୍କ ଭିତରେ ଗୋଟିଏ ଟୋକା ସିଏ ଇଲେକ୍ଟ୍ରିକ୍ କାର୍ ଖଣ୍ଡେ କରିଛି। ସିଏ ଖଟିକୁ ଆସିଲେ ତାକୁ ଆମର ଆଉ ଗୋଟେ ସାଙ୍ଗ କହୁଛି କି ସାଙ୍ଗ ଦେଖ ତ କାର୍ ଭିତରେ ଗୋଟେ ଏସି ଲାଗିଛି, ତୁ କାର୍ ବାହାରେ ଦୁଇଟା ଏସି ଲଗା, ନହେଲେ ଏ ଯେଉଁ ଗରମ ହେଉଛି ତୋ ଇଲେକ୍ଟ୍ରିକ୍ କାର୍ ବି ଜଳିଯିବ। ତାପରେ ଆଉ ଗୋଟେ ସାଙ୍ଗ କହୁଛି ହଁ 3ଟା ଏସି ଲାଗିଗଲେ ତାର କାର୍ ଥରେ ଚାର୍ଜ କଲେ 200 କିଲୋମିଟର ଯାଉଥିଲା 100 କିଲୋମିଟର ଯିବ। ତାପରେ ଇଏ ଟୋକା ପୁଣି କହୁଛି ହେ ଶଳା ମୁଁ ତାକୁ ମନା କରୁଛି ତୁ ପେଟ୍ରୋଲ ଗାଡ଼ି ଆଣେ, ଇଏ ଇଲେକ୍ଟ୍ରିକ୍ କାର୍ ନେଇକି ପଳେଇ ଆଇଛି। ଆରେ ଶୁଣ, ତୁ ଯଦି ପେଟ୍ରୋଲ କାର୍ ଆଣିଥାନ୍ତୁ ସେଇ କାର୍ଟା ପଡ଼ିଥାନ୍ତା 12 ଲକ୍ଷ ଟଙ୍କା, ତୁ ଯେଉଁ ତାକୁ ବ୍ୟାଟେରୀ ନେଇ ଆଇଛୁ ସିଏ ପଡ଼ିଗଲା 16 ଲକ୍ଷ ଟଙ୍କା, ଆଉ 4 ଲକ୍ଷ ଅଧିକ ଦେଲୁ। ଆବେ ସେଇ 4 ଲକ୍ଷରେ ପା ତୁ 4 ବର୍ଷ ଖଣ୍ଡେ ପେଟ୍ରୋଲ ପକେଇଥାନ୍ତୁ, ଏକାଟା ହେଲାନି କି? ତ ଘଟଣାଟା ଏଇଟା ଯେ ଯେଉଁ 2 ଜଣ ତାକୁ ଟ୍ୟୁସନ୍ କରୁଛନ୍ତି, ଜଣଙ୍କ ପାଖରେ ଗୋଟେ ସାଇକେଲ ଅଛି, ଆଉ ଜଣଙ୍କ ପାଖରେ ଗୋଟେ ହିରୋ ହୋଣ୍ଡା ସେକେଣ୍ଡ ହ୍ୟାଣ୍ଡ ବାଇକ୍ଟେ ଅଛି। ପମ୍ପଚର ହେଇଗଲେ ସେ ପଇସା ମାଗେ ମୁଁ ଟିକେ ପମ୍ପଚର କରିଦେବି। ଆଉ ଯାହାକୁ ଟ୍ୟୁସନ୍ କରୁଛନ୍ତି ସେ 16 ଲକ୍ଷର ଇଲେକ୍ଟ୍ରିକ୍ କାର୍ ଗୋଟେ ରଖିଛି। ମାନେ ଭାବିପାରୁଛନ୍ତି ତ, ଏଇ ଘଟଣାଟା କେବଳ ସାଙ୍ଗସାଥିରେ ସମ୍ଭବ। ଆଉ କେଉଁଠି ହେଇଥିଲେ ତାକୁ ହାଣି ଦେଇଥାନ୍ତେ। ସାଇକେଲ ଚଲାଉଛି ଇଏ, ସିଏ ଗୋଟେ ହିରୋ ହୋଣ୍ଡା, ସେ 16 ଲକ୍ଷ କାର୍ ବାଲାକୁ ଟ୍ୟୁସନ୍ କଲାଣି। କଥାର ଗେଣ୍ଡୁଟାକୁ ସଦାବେଳେ ବୁଝିବାକୁ ଚେଷ୍ଟା କରନ୍ତୁ।